ଦେଖନ୍ତୁ ବର୍ତ୍ତମାନ ରକ୍ତର ଆବଶ୍ୟକତା ରହିଛି। ଅନେକ ରୋଗୀ ଯେଉଁମାନେ ରକ୍ତ ଖୋଜୁଛନ୍ତି ଏହି ସମୟରେ, ବିଶେଷ କରି ଯଦି ଦେଖାଯିବ ତ ଏବେ ଆମେ ଆଗାମୀ ଦିନରେ ଅଗଷ୍ଟ 15 ପାଳନ କରିବାକୁ ଯାଉଛୁ। ତା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ରେଡ୍ କ୍ରସ୍ର ସହାୟତାରେ ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନବରଙ୍ଗପୁର ଠାରେ ଆଜି ମେଗା ରକ୍ତଦାନ ଶିବିରର ଏ ଆୟୋଜନ କରାଯାଇଛି। ଏଥିରେ ଅନେକ ଯୁବକ ସେମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି। ନିଶ୍ଚୟ ଆମେ ଯେତେବେଳେ ରକ୍ତଦାନ କରିବା ତ ଅଲଗାର ଜୀବନକୁ ଆମେ ବଞ୍ଚେଇ ପାରିବା। ସର୍ଭ ଟୁ ମ୍ୟାନ୍ ଇଜ୍ ସର୍ଭ ଟୁ ଗଡ୍, ଏ କଥା ବି କୁହାଯାଇଛି। ତେଣୁ ଆମେ ଏ ରକ୍ତଦାନ ଶିବିର ପାଇଁ ଲୋକଙ୍କୁ ଆୱାରନେସ୍ କରିବାର ଆବଶ୍ୟକତା ଅଛି। ଅଧିକାରୁ ଅଧିକା ଯୁବକମାନେ ଏଥିରେ ଯୋଗଦାନ କରିବାର ଆବଶ୍ୟକତା ଅଛି ଏବଂ ସ୍ୱେଚ୍ଛାକୃତ ଭାବରେ ଯେତେବେଳେ ସମସ୍ତେ ରକ୍ତଦାନ କରିବେ, ରକ୍ତର ଅଭାବ ଅଞ୍ଚଳରେ ରହିବ ନାହିଁ। ଆମେ ଅଲଗାର ଜୀବନକୁ ବଞ୍ଚାଇବାରେ ସହାୟକ ହେବୁ। ସେଥିପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ କରିବି, ଆମମାନେ ଏଇଭଳି କାର୍ଯ୍ୟକ୍ରମ ଅନେକ ଜାଗାରେ ଆମେ ଆୟୋଜନ କରିବା ଏବଂ ରକ୍ତର ଅଭାବ ଯେମିତି ଜିଲ୍ଲାରେ ନ ରହିବ ସେଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା। ଆଉ ଆଜି ରକ୍ତଦାନ ଶିବିର ସୁନ୍ଦର ଭାବରେ ଆୟୋଜନ କରିଥିବାରୁ ମୁଁ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଏବଂ ରେଡ୍ କ୍ରସ୍ର ସମସ୍ତ कार्यकर्ता को मो तरफ बहुत बहुत धन्यवाद ज्ञापन कर। थैंक यू। तो आज आम 15 अगस्त में आम जिला प्रशासन तरफ आज मेगा ब्लड डोनेशन कैंप ऑर्गेनाइज कराइला। आमको कहुला कि आम अंचल प्रत्येक ब्लॉक रु पाखापाखि 10 जन लेके ब्लड डोनर मान को आने आम चेष्टा करूँ आम सफल आमर प्रत्येक ब्लॉक रु पाखापाखि 5 ରୁ 7 जन ब्लड डोनर आ सहित मुझे आज ब्लड डोनेशन कर मो सहित आम वीडियो नवरंगपुर से भी ब्लड डोनेशन करने प्लान रखिंट। मु आशा करी कि आज आमर जो जिला प्रशासन जो टार्गेट अच्छी कि आम 300 यूनिट कलेक्शन करने हो पार आमर जो अचीवमेंट से भी आम कर। देखो मु तो गोटे साधारण कर्मचारी आदि किसी लोक माने चेष्टा करि कि ब्लड दे पारंतु तो मुझे बहुत भाग्यमान मन करी आशा करी कि समस्त आसतु आम ब्लड दबा किसी रोगी जीवन बचाइबा। धन्यवाद।